ବଦଳିଛି ପାଗର ମିଜାଜ। କିଛି ଦିନର ତାତି ପରେ ରାଜ୍ୟରେ ପାରଦ ଖସିଛି। ଆଜି ଏବଂ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା ଥିବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାୟଗଡ଼ା ଏବଂ ବାଲେଶ୍ୱର ଜିଲ୍ଲାରେ ବର୍ଷା ହୋଇଛି। ଆସନ୍ତା 2 ଦିନ ନାକେଦମ କରିବ ଏହି କାଳବୈଶାଖୀ, ଯାହାକି କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ତେବେ ବର୍ଷାର ପରିମାଣ 200 ମିଟର ପର୍ଯ୍ୟନ୍ତ ରହିପାରେ। କାଳବୈଶାଖୀ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସତର୍କତା ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ତେବେ କାଳବୈଶାଖୀ ନେଇ 12ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ସମୟରେ 40ରୁ 50 କିମି ବେଗରେ ପବନ ବହିପାରେ। ସେହିପରି 20 ତାରିଖ ଅର୍ଥାତ୍ ଆସନ୍ତାକାଲି 4ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼କୁ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି।